ଘରର ଚାବିକାଠି ଯେତେବେଳେ ପଲ୍ଲବୀ ରିମଝିମ୍କୁ ଦିଅନ୍ତି ଦାଦିମା ଯାଇ ଛଡ଼େଇ ଆଣନ୍ତି ଚାବିକାଠିଟାକୁ। ତାପରେ କୁହନ୍ତି, ଆରେ ମୁଁ ତ ଭାବିଥିଲି ଏ ଘରେ ମୋର କାମ ସରିଗଲାଣି, ଏବେ ତ ମୁଁ ଭାବୁଛି ମୋ କାମ ଆହୁରି ବାକି ଅଛି। ପଲ୍ଲବୀ, ତୁ ବି ନିଜକୁ ସବୁବେଳେ ଏତେ ସରଳ କରନି। ଆନନ୍ଦ ମାୟା ଯେତେବେଳେ ଦାୟିତ୍ୱ ପଲ୍ଲବୀ ହାତରେ ଦେଇସାରିଛି, ତେଣୁ ପଲ୍ଲବୀ ଦାୟିତ୍ୱ ପାଳନ କରିବ, ଏଇଟା ହେଉଛି ବାଧ୍ୟ। ଦାଦିମାଙ୍କର କହିବା ଅର୍ଥ ରିମଝିମ୍କୁ ଟୋଟାଲେ ଘରର ଚାବି ଦାୟିତ୍ୱ କିଛି ବି ଦିଅନ୍ତିନି। ସେ ଚାହାନ୍ତି ପଲ୍ଲବୀ ସବୁକିଛି ଦାୟିତ୍ୱ ନେଉ। ଏପଟେ ଏମ୍ଏଲ୍ଏ ତାଙ୍କ ଝିଅକୁ ଗୋଟେ ଫାଇଲ ଦେଇ କୁହନ୍ତି, ଏଇଥିରେ ସବୁ ପ୍ରୁଫ୍ ଅଛି। ଆନନ୍ଦ ମହାପାତ୍ର, ଆଦର୍ଶ ମହାପାତ୍ର, ତମ ଦି ଜଣଙ୍କୁ ଉପରକୁ ନ ପଠାଇବା ଯାଏଁ ମୁଁ ନିଶ୍ୱାସ ନେବିନି। ଆଉ ଏମିତି ତ ମୁଁ ପ୍ରତିଶୋଧ ନିଆଁରେ ଜଳୁଛି। ଆଉ ତାପରେ ଆଦର୍ଶ ମହାପାତ୍ର ମୋ ଝିଅ ପ୍ରତି ଏତେ ବଡ଼ ବିଶ୍ୱାସଘାତକ କରିଛି। ନିଆଁରେ ଘିଅ ଢାଳିଥିଲା ସେ। କେମିତି ଚୁପ୍ ହୋଇ ବସିବି? ଶୁଣ ନା, ମହାପାତ୍ର ଫ୍ୟାମିଲିର କିଛି ସିକ୍ରେଟ୍ ପ୍ରମାଣ ଅଛି, ଆଉ ଏ ଫାଇଲରେ ଅଛି, ଆଉ ତାକୁ ବିଜନେସରେ କିଛି ଡକୁମେଣ୍ଟ ଅଛି, ଆଉ ସେସବୁ ମୋତେ ରୁବି ଦେଇଥିଲା। ଫ୍ରେଣ୍ଡସ୍, ଆପଣମାନେ କ'ଣ ଚାହୁଁଛନ୍ତି? ମହାପାତ୍ର ଫ୍ୟାମିଲି କ'ଣ ବର୍ବାଦ ହେଇଯାଉ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।